ବାଲେଶ୍ୱର ସହରର ଜେଲ୍ ରୋଡ୍ ସ୍ଥିତ ସଦର ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର 46ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। ସଦର ବିଧାୟକ ମାନସ କୁମାର ଦତ୍ତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଶୁଭକାମନା ଜଣାଇବା ସହ ପରିଶ୍ରମ ଏବଂ ନିଷ୍ଠାର ସହ କାମ କରି ଦଳକୁ ଆଗେଇ ନେଇଥିବାରୁ ସମସ୍ତ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବିଜେପିର ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତୋଦୟର ସିଦ୍ଧାନ୍ତ ଓ ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଜେପି ନିରନ୍ତର ପ୍ରୟାସରତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂକଳ୍ପିତ ନୂଆ ଭାରତ ଗଠନ ଦିଗରେ ପ୍ରୟାସ କରିବା ପାଇଁ ସଂକଳ୍ପ ନେଇଥିଲେ। ସେହିପରି ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାରର ଆଭିମୁଖ୍ୟ ସମ୍ପର୍କରେ ଶ୍ରୀ ଦତ୍ତ ଆଲୋକପାତ କରିଥିଲେ। ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ସଦର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ସମେତ ବାଲେଶ୍ୱର ପୌରାଞ୍ଚଳର ସମସ୍ତ ବୁଥରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ କର୍ମକର୍ତ୍ତାମାନେ ନିଜ ଘରେ ଦଳୀୟ ପତାକା ଉଡ଼ାଇଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଭଗବାନ ଦାସ ଗୁପ୍ତା, ପରଶୁରାମ ବେହେରା, ରବିନାରାୟଣ ମହାପାତ୍ର, ବୈଲୋଚନ ଦାସ, ରାଜ୍ୟ ପ୍ରବକ୍ତା ଇଞ୍ଜିନିୟର ବିଭୁପଦ ଦାସ, ଆଶିଷ ଘୋଷ, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ସସ୍ମିତା ନାଥ, ରୋଜାଲିନ ପାଣି, ପ୍ରବୀର ଶଙ୍କର ଦାସ, ସୀତାକାନ୍ତ ସ୍ୱାଇଁ, ଶିପ୍ରାରେଖା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦଳ ପ୍ରତିଷ୍ଠା କରିଥିବା ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜି ଖୁସିରେ ଲହରୀ ଖେଳିଛି 46ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଦର ନିର୍ବାଚନ ମଣ୍ଡଳରେ ପ୍ରତିଷ୍ଠା ଦିବସ ମାନ୍ୟବର ବିଧାୟକ ମାନସ ଦତ୍ତଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଭାରତ ବର୍ଷର ଯଶସ୍ୱୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ପ୍ରଥମ ସଭାପତି ସେ ଥିଲେ। ତାଙ୍କରି ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ସର୍ବଭାରତରେ ଆଜି ରାଜନୈତିକ ବୃହତ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ ହୋଇଛି। ଯଶସ୍ୱୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଭାରତ ବର୍ଷରେ ଏବଂ ଓଡ଼ିଶା ପ୍ରଦେଶର ରାଜନୈତିକ ବାତାବରଣ ବିକାଶଶୀଳରେ ପରିଣତ ହୋଇଛି। ଓଡ଼ିଶା ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯେ ନାରା ଦେଇଛନ୍ତି ଗରିବ ହଟାଓ ଏବଂ ଜଣେ ଗରିବ ପରିବାର ଆଦିବାସୀ ପରିବାରର ନେତା ଭାବେ ଆଜି ଭାରତର ସୁନାମ ଅର୍ଜନ କରିଛି ଓଡ଼ିଶା ପ୍ରଦେଶ। ମାନ୍ୟବର ମୁଖ୍ୟମନ୍ତ୍ରୀ ତାର ନେତୃତ୍ୱ ନେଉଛନ୍ତି ମୋହନ ମାଝୀ। ତାଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶର ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଆଜି ଜିଲ୍ଲାରେ ବିଭିନ୍ନ ସ୍ଥାନରେ 46ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି 46ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଭଉଣୀଙ୍କ ଘରେ ଆମର ଏ ପତାକା ମାନେ ଦଳୀୟ ପତାକା ଘରେ ଘରେ ଉଡ଼ିବ। तो भारत वर्ष को यशस्वी करने आ देश मातृकार रक्षा करने भारतीय जनता पार्टी 46 वर्ष पूर्वे 1980 मसीह आज दिन रे प्रतिष्ठा लाभ करथिला एवं तार जो मुख्य लक्ष्य थिला लक्ष्य अंतर्दय, प्रथ अंतर्दय, प्रण अंतर्दय समाजर शेष वर्गर थिबा लोकों पाखरे सरकार विकास धारा को पहुँचेबा एटा थिला भारतीय जनता पार्टी प्रतिष्ठार मूल लक्ष्य। से समय रे पुंजीवादी चिंताधारा, सामंतवादी चिंताधारा देश ग्रासित थिला। तेणु एकात्म मानववाद चिंताधारा को विकसित करके भारत वर्ष को यशस्वी करिवार जो स्वप्न 20 वर्ष पूर्व 1980 मसीह देखा जाइतिला आज ताहा पूरण होईछि। एकाकी भारतीय जनता पार्टी सरकार 15टी राज्य चली मिलित भाव 22टी राज्य चली। एबे ओडिशावासी आशीर्वाद रो आमे मध्य ओडिशा रे सरकार करिवार सौभाग्य लाभ करिछि। ये सब ओडिशावासी विशेषकर साधारण लोकंकर आशीर्वाद रही। आज दिन रे सब कर्मकर्ता माने समस्ते निज निज घरे पताका लगाउछंती, भारतीय जनता पार्टी कार्यकर्ता भाव गर्वित मन करुछंती एवं समाजर शेष धाड़ी थिबा व्यक्ति पाखरे आमे केमिति साहाय्यर हाथ बढ़ाई परिबा सेतिपय आज आमे संकल्प नौचे। आपनक माध्यम रे मु केवल गोटे निवेदन करुछि आमर समस्त कार्यकर्ता माननकु कि समस्ते निजको सामाजिक काम रे ब्रती करंतु
ये जो दशंधि आगामी दशंधि को भाया भारतीय जनता पार्टी आहरी सुवर्ण सुजोग हो पार सुवर्ण समय आसीपर से समस्ते दिन राति व्यक्तिगत स्वार्थ को छाड़ी सामूहिक स्वार्थपाई काम करने आपण माध्यम निवेदन करुछु। गौरांग दास कार्यक्रम रे संयोजना करथिले। एही अवसर रे कार्यालय सम्मुख रे एक जलछत्र साधारण लोकंक उद्दिष्ट रे उद्घाटन करा जायतिला। कार्यक्रम रे अन्य मानक मध्य रे गंगाधर राउत, राजेंद्र चटर्जी, सौभाग्य मानस नायक, सस्मिता दास, सस्मिता शुक्ला, श्रेया दास, आशालता बाड़ी, सविता पाणिग्राही, प्रियंका दास, विलासिनी दास प्रमुखों सह अन्य समस्त कार्यकर्ता माने उपस्थित रही कार्यक्रम परिचालना करथिले।